ମତେ ମୁଣ୍ଡେ ଖାଇବାକୁ ଦେ ମା। ମୋ ପେଟରେ 5 ଦିନ ହବ କିଛି ବି ପଡ଼ିନି। ମତେ ଗଣ୍ଡେ ଖାଇବାକୁ ଦେ। ତତେ ତତେ ମୁଁ ବହୁତ ଆଶୀର୍ବାଦ ଦେବି ଲୋ ମା। ତୁ ବହୁତ ଭଲରେ ରହିବ। ମତେ ଗଣ୍ଡେ ଖାଇବାକୁ ଦେ। ଭିକାରୁଣୀଟା କେତେ ଘଣ୍ଟା ହେଲାଣି ଆସିକି ବସିଛି ଦାଣ୍ଡ ଦୁଆରେ। ହଁ ହଉ ଯାଏ, ଏଇଟା 5-6 ଦିନର ବାସି ଜିନିଷ ଥୁଆ ହେଇଛି, ଦେଇଦେବା କାହା ପେଟରେ ଟିକେ ପଡ଼ିଯାଉ ଆଉ। ମାଉସୀ ନିଅ ନିଅ ଖାଇଦିଅ। ହଁ ଖାଇଦିଅ, ଖାଇକି ପଳେଇ ଯାଅ। ଏଠି ବେଶୀ ସମୟ ରହିବନି, ଖାଇକି ପଳେଇଯିବ ଜଲ୍ଦି। ଜୟ ଜଗନ୍ନାଥ। ଆଜିର এই ଭିଡ଼ିଓଟି କରିବାର କାରଣ ହେଉଛି ଆମର ଏଇ ପାରିପାର୍ଶ୍ୱିକ ସମାଜରେ କିଛି ଲୋକ ଅଛନ୍ତି ଭିକାରୀମାନଙ୍କୁ ବହୁତ କୁଦୃଷ୍ଟିରେ ଦେଖିଥାନ୍ତି। ଆରେ ସେମାନେ ବାସହୀନ ହେଇଥିବାରୁ ଅଥବା କିଛି ପରିସ୍ଥିତିର ସମ୍ମୁଖୀନ ହେଇଥିବା ଯୋଗୁଁ ସେ ଏହି ପରିସ୍ଥିତିରେ ଆସିକି ପହଞ୍ଚିଛନ୍ତି। ତେଣୁକରି ଆମେମାନେ ଯଦି ଟିକେ ଆମର ଉଦାରତା ଅଛି, ଆମର ଯଦି ମଣିଷ ପଣିଆ ଅଛି, ଆମେ ତାଙ୍କୁ ଯଦି ଟିକେ ଗଣ୍ଡେ ଖାଇବାକୁ ଦେଉଛେ, ଭଲ ଜିନିଷ ଦିଅନ୍ତୁ ଆଜ୍ଞା। ଆପଣ ବି ଜଣେ ମଣିଷ, ଆପଣ ଯେଉଁ ଜିନିଷ ଖାଉଛନ୍ତି, ଆପଣ ଯଦି ଦେଉଛନ୍ତି ଶାଗ ପଖାଳ ହଉ ଆଜ୍ଞା, ଯଦି ଦେଉଛନ୍ତି ଭଲ ଜିନିଷ ଟିକେ ଦିଅନ୍ତୁ। ସେମାନେ ବି ମଣିଷ, ଆପଣମାନେ ବି ମଣିଷ, ସେମାନଙ୍କୁ ଟିକେ ଆପଣେଇ ନିଅନ୍ତୁ। ଆଉ ପରିସ୍ଥିତିର ଦାସ ସମସ୍ତେ, କେତେବେଳେ କାହାର କ'ଣ ପରିସ୍ଥିତି ଆସିକି ପହଞ୍ଚିବ କେହି ବି ଜାଣିନାହାନ୍ତି। ଆଉ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ଯେଉଁମାନେ ଦୁଃଖୀ ଦରିଦ୍ର ଲୋକ, ସେମାନଙ୍କୁ ଯଦି କିଛି ଆହାର ଗଣ୍ଡେ ଦେଉଛନ୍ତି ଭଲ ଜିନିଷ ଦିଅନ୍ତୁ। ଆପଣଙ୍କୁ ଉପରୁ ଠାକୁରେ ଆପଣଙ୍କୁ ବହୁତ ବ୍ଲେସିଂ କରିବେ। ରହୁଛି, ନମସ୍କାର। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ଟିକେ କରିବେ। ରହୁଛି, ନମସ୍କାର।